ରାତି ହେବା ମାତ୍ରେ ମା ବାପାଙ୍କ ରୁମ୍ରୁ ପାଟିତୁଣ୍ଡର ଶବ୍ଦ ଆସିବା ଆରମ୍ଭ ହୋଇଯାଉଥିଲା। ଥରେ ମୁଁ ଭାବିଲି ଯେ ମୁଁ ଯାଇ ଦେଖିବା ଉଚିତ ଯେ ସେମାନେ କଣ ପାଇଁ ଝଗଡ଼ା କରୁଛନ୍ତି। ମା ବାପାଙ୍କ ରୁମ୍ ମୋ ପାଖରେ ଥିଲା ଏବଂ ମୋ ରୁମରେ ଏକ ଝରକା ଥିଲା ଯାହା ସିଧା ସେମାନଙ୍କ ରୁମ୍କୁ ଖୋଲୁଥିଲା। ସେହି ଝରକା ବହୁତ ପୁରୁଣା ନଥିଲା, କିନ୍ତୁ ସେଥିରେ 2-3ଟି କଣା ଥିଲା। ମୁଁ ସେହି କଣା ଦେଇ ଭିତରକୁ ଚାହିଁ ଦେଖିଲି ଯେ ବାପା ମାଙ୍କୁ କିଛି କରିବାକୁ କହୁଥିଲେ, କିନ୍ତୁ ମା ମନା କରୁଥିଲେ। ହଠାତ୍ ବାପା ମାଙ୍କୁ କିଛି ଦେଖାଇଲେ ଯାହା ଯୋଗୁଁ ସେ ମନା କରିପାରିଲେ ନାହିଁ ଏବଂ ମା ବାପାଙ୍କୁ ସମର୍ଥନ କରିବା ଆରମ୍ଭ କଲେ। ଉଭୟଙ୍କୁ ଏପରି ଦେଖି ମୁଁ ମଧ୍ୟ ମୋର ଗୁମ୍ଫାକୁ ଗରମ କରିବା ଆରମ୍ଭ କଲି ଏବଂ ମୋ ହାତର ସାହାଯ୍ୟ ନେଇ ମୁଁ ମୋର ଇଚ୍ଛାକୁ ଶାନ୍ତ କଲି। କିନ୍ତୁ ବାପା ମୋତେ ଏପରି କରୁଥିବାର ଦେଖିଲେ। ପରଦିନ ସୁଯୋଗ ପାଇଁ ସେ ତାଙ୍କ ଉପକରଣ ସାହାଯ୍ୟରେ ମୋ ସହିତ ରାତିସାରା ଖେଳ କଲେ। ନମସ୍କାର ବନ୍ଧୁଗଣ, ଆଜିର ଏହି ରୋମାଞ୍ଚକର କାହାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ମୋର ନାମ ଲିଜା ଏବଂ ମୁଁ କଟକ ସହରର ବାସିନ୍ଦା। କଟକରେ ଆମର ଏକ ବିଳାସପୂର୍ଣ୍ଣ ଘର ଅଛି ଯେଉଁଠାରେ ମୁଁ ମୋ ବାପା ମା ଏବଂ ଜେଜେମାଙ୍କ ସହିତ ରହେ। ମୁଁ ମୋ ବାପା ମାଙ୍କର ଏକମାତ୍ର ସନ୍ତାନ। ମୋ ବାପା ମା ମୋ ପିଲାଦିନରୁ ମୋର ସମସ୍ତ ଭଲ ଏବଂ ଖରାପ ଦାବି ପୂରଣ କରିଛନ୍ତି। ସେଥିପାଇଁ ତୁମେ ମୋତେ ସେମାନଙ୍କର ଗେଲା ସନ୍ତାନ ବୋଲି କହିପାରିବ। ମୁଁ 16 ବର୍ଷର, କିନ୍ତୁ ମୋ ଶରୀରକୁ ଦେଖି କେହି ବିଶ୍ୱାସ କରିବେ ନାହିଁ ଯେ ମୁଁ ଏତେ ଛୋଟ ଝିଅ, କାରଣ ମୋର ଶରୀର ସମ୍ପୂର୍ଣ୍ଣ 25 ବର୍ଷର ଝିଅ ପରି ହୋଇଯାଇଛି ଏବଂ ଏହାର କାରଣ ମୋର ବିଳମ୍ବିତ ରାତିର ପାର୍ଟି କରିବାର ଅଭ୍ୟାସ ଥିଲା ଏବଂ ସେଥିପାଇଁ ମୁଁ 15 ବର୍ଷ ବୟସରୁ ହିଁ ଏସବୁ ଉପଭୋଗ କରିବାରେ ଅଭ୍ୟସ୍ତ ହୋଇଗଲି। ଯେପରି ମୁଁ ତୁମକୁ ପୂର୍ବରୁ କହିଥିଲି ଯେ ମୋର ଘର ବହୁତ ବିଳାସପୂର୍ଣ୍ଣ, ଯେଉଁଥିରେ ଗୋଟିଏ କୋଠରୀରେ 5-6ଟି କୋଠରୀ ଅଛି। ଗୋଟିଏ କୋଠରୀରେ ମୋ ବାପା ମା ଓ ଦ୍ୱିତୀୟ କୋଠରୀରେ ମୋ ଜେଜେବାପା ରୁହନ୍ତି। ସେମାନେ ଏବେ ବହୁତ ବୃଦ୍ଧ, ତେଣୁ ସେମାନେ ଅଧିକାଂଶ ସମୟ ସେମାନଙ୍କ କୋଠରୀରେ ବିତାଇଥାନ୍ତି। ମୁଁ ତୃତୀୟ ଏବଂ ସବୁଠାରୁ ସୁନ୍ଦର କୋଠରୀରେ ରହେ। ବାକି କୋଠରୀଗୁଡ଼ିକ ଖାଲି ଅଛି କିମ୍ବା ଅତିଥିମାନେ ଆସିଲେ ସେମାନଙ୍କ ପାଇଁ ପ୍ରସ୍ତୁତ। ଏବେ ଯଦି ମୁଁ ମୋ ବାପା ମାଙ୍କ ବିଷୟରେ କଥା ହୁଏ, ତେବେ ମୋ ବାପା 40 ବର୍ଷ ବୟସର ଏବଂ ମୋ ମା 35 ବର୍ଷ ବୟସର। ସେମାନେ ଦୁହେଁ କମ୍ ବୟସରେ ବିବାହ କରିଥିଲେ, ତେଣୁ ସେମାନେ ଦୁହେଁ ବହୁତ ଛୋଟ ଦେଖାଯାଉଛନ୍ତି। ମୋ ବାପା ଜଣେ ବହୁତ ବଡ଼ ବ୍ୟବସାୟୀ, ସେଥିପାଇଁ ଅଧିକାଂଶ ସମୟ ନିଜ କାମରେ ବିତାନ୍ତି। ମୋ ମା ବହୁତ ଯୁବତୀ ଏବଂ ସୁନ୍ଦର, କିନ୍ତୁ ତାଙ୍କର ଚିନ୍ତାଧାରା ପୁରୁଣା। ତାଙ୍କର ଅଧିକାଂଶ ସମୟ ଘର କାମ ଏବଂ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କ ସେବା କରିବାରେ ବିତାଏ। ମୁଁ ମୋ ମା ଏବଂ ବାପାଙ୍କ ମଧ୍ୟରେ ସମ୍ପର୍କକୁ ଯେତିକି ବୁଝିଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ମୋ ମା ମୋ ବାପାଙ୍କୁ ସମୟ ଦେଇପାରୁନାହାନ୍ତି। ସେ ତାଙ୍କ ସମସ୍ତ ଆବଶ୍ୟକତା ପୂରଣ କରିପାରୁନାହାନ୍ତି ଏବଂ ଏହି କାରଣରୁ ସେମାନଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ। ଗୋଟିଏ ରାତି ଥିଲା ଯେତେବେଳେ ରାତ୍ରି ଭୋଜନ କରିବା ପରେ ଆମେ ସମସ୍ତେ ଶୋଇବା ପାଇଁ ନିଜ ନିଜ କୋଠରୀକୁ ଗଲୁ, ଯେତେବେଳେ ହଠାତ୍ ମୁଁ ମୋ ମା ଏବଂ ବାପାଙ୍କ ରୁମ୍ରୁ ଝଗଡ଼ାର ଶବ୍ଦ ଶୁଣିବାକୁ ଲାଗିଲି। ସେମାନଙ୍କ ରୁମ୍ ମୋ ପାଖରେ ଥିଲା, ତେଣୁ ମୁଁ ସ୍ପଷ୍ଟ ଭାବରେ ଶୁଣିପାରୁଥିଲି ଏବଂ ଝଗଡ଼ା ବଢ଼ିବାରେ ଲାଗିଥିଲା। ବନ୍ଧୁଗଣ, ଆଜି ସେମାନେ ପ୍ରଥମ ଥର ପାଇଁ ଝଗଡ଼ା କରୁଥିଲେ ବୋଲି ନୁହେଁ, କିନ୍ତୁ ମୁଁ ତଥାପି ଜାଣିବାକୁ ଚାହୁଁଥିଲି ଯେ ସେମାନେ କଣ ପାଇଁ ଝଗଡ଼ା କରୁଛନ୍ତି। ପ୍ରଥମେ ମୁଁ ଭାବିଲି ଯେ ମୁଁ ଯାଇ ସିଧା ମା ଏବଂ ବାପାଙ୍କୁ ପଚାରିବା ଉଚିତ, କିନ୍ତୁ ପରେ ମୁଁ ଭାବିଲି ଯେ ମୋ ସାମ୍ନାରେ ଦୁହେଁ ଲଜ୍ଜିତ ହେବେ, ତେଣୁ ମୁଁ ପଚାରିବାକୁ ଉପଯୁକ୍ତ ଭାବିଲି ନାହିଁ। କିନ୍ତୁ ତଥାପି କାରଣ ଜାଣିବାର ଇଚ୍ଛା ମୋ ମନରେ ବଢ଼ିବାରେ ଲାଗିଲା ଏବଂ ଯେତେବେଳେ ମୁଁ ଆଉ ସହ୍ୟ କରିପାରୁ ନଥିଲି, ମୁଁ ଉଠି ଦେଖିବାକୁ ଚେଷ୍ଟା କଲି। ମୋ କୋଠରୀରେ ଏକ ଝରକା ଥିଲା ଯାହା ମା ବାପାଙ୍କ କୋଠରୀକୁ ଖୋଲୁଥିଲା। ସେହି ଝରକା ବହୁତ ପୁରୁଣା ନଥିଲା, କିନ୍ତୁ ସେଥିରେ 2-3ଟି କଣା ଥିଲା। ଏବେ ମୁଁ ସେହି କଣା ଦେଇ ସେମାନଙ୍କ କୋଠରୀକୁ ଦେଖିବାକୁ ଚେଷ୍ଟା କରୁଥିଲି। ପ୍ରଥମେ ମୁଁ କିଛି ଦେଖିପାରିଲି ନାହିଁ। ତାପରେ ମୁଁ ମୋ କୋଠରୀର ଆଲୋକ ବନ୍ଦ କରି ପୁଣି ଥରେ ଝରକା ସିଲ୍ ଉପରେ ଆଖି ରଖିଲି। ଭିତରର ଦୃଶ୍ୟ ଦେଖି ମୋ ସାରା ଶରୀରରେ ଏକ କରେଣ୍ଟ ପ୍ରବାହିତ ହେଲା। ମୁଁ ଆଜି ପୂର୍ବରୁ ସେମାନଙ୍କୁ ଏପରି କେବେ ଦେଖିନଥିଲି। ମୋ ବାପା ମୋ ମାଙ୍କୁ କିଛି କରିବାକୁ କହୁଥିଲେ, କିନ୍ତୁ ମୋ ମା ତାଙ୍କୁ ବାରମ୍ବାର ମନା କରୁଥିଲେ। ଏବେ ମୋର ଆଖି ସେଠାରେ ଅଟକି ଯାଇଥିଲା ଏବଂ ମୁଁ ଚାହିଁଲେ ମଧ୍ୟ ସେଠାରୁ ମୋର ଆଖି ହଟାଇ ପାରୁନଥିଲି। ଏବେ ଦୁହେଁ କିଛି ବିଷୟରେ କଥା ହେଉଥିଲେ
କିନ୍ତୁ ମୋର ଧ୍ୟାନ ଅନ୍ୟ କୌଣସି ସ୍ଥାନରେ ଥିଲା। ମୋର ହୃଦୟ ଜୋରରେ ଧଡ଼ୁଥିଲା। କିଛି ସମୟ ପରେ ବାପା ମାଙ୍କୁ କିଛି ଦେଖାଇଲେ। ଏହା ଦେଖି ମା ପ୍ରଥମେ ରାଗିଗଲେ ଏବଂ ତାପରେ ଲଜ୍ଜାରେ ତାଙ୍କ ଆଖି ତଳକୁ କରିଦେଲେ। ଏବେ ସେ ମଧ୍ୟ କିଛି ଅନୁଭବ କରିବାକୁ ଲାଗିଲେ ଏବଂ ତାପରେ ସେ ମୋ ବାପାଙ୍କୁ ତାଙ୍କ ପାଖକୁ ଆସିବାକୁ ଇସାରା କଲେ। ତାପରେ ମୋ ବାପା ଏବଂ ମା କିଛି ସମୟ ପାଇଁ ସ୍ୱାମୀ ସ୍ତ୍ରୀ ପରି ରହିଲେ। 2 ଘଣ୍ଟା ପରେ ମୋ ମା ନିଜକୁ ଶାନ୍ତ କଲେ ଏବଂ ଲାଇଟ୍ ବନ୍ଦ କରି ଶୋଇବାକୁ ଗଲେ। ଏବେ ତାଙ୍କ କୋଠରୀରେ ସମ୍ପୂର୍ଣ୍ଣ ଅନ୍ଧାର ଥିବାରୁ ମୁଁ କିଛି ଦେଖିପାରିଲି ନାହିଁ। ତେଣୁ ମୁଁ ମଧ୍ୟ ଯାଇ ମୋ ବିଛଣାରେ ଶୋଇପଡ଼ିଲି। ଏସବୁ ଦେଖିବା ପରେ ମୁଁ ଶୋଇପାରିଲି ନାହିଁ। ମୋ ଆଖି ସାମ୍ନାରେ ସମାନ ଘଟଣା ଘଟୁଛି ଯାହା ମୁଁ କିଛି ସମୟ ପୂର୍ବରୁ ଦେଖିଥିଲି। ମୁଁ ଭାବୁଥିଲି ଯେ ମୋର ମଧ୍ୟ ଏପରି କେହି ଥାନ୍ତା ଯିଏ ମୋତେ ତାଙ୍କ ପ୍ରେମରେ ବୁଡ଼ାଇ ଦେବ। ଏସବୁ ଭାବି ମୁଁ ମଧ୍ୟ କୁଣ୍ଡାଇ ହେବା ଆରମ୍ଭ କଲି। ତାପରେ ପ୍ରଥମ ଥର ପାଇଁ ମୁଁ ମୋ ହାତର ସାହାଯ୍ୟ ନେଇଥିଲି କାରଣ ଏହି ସମୟରେ ମୁଁ ଦଳିବା ପାଇଁ କାହାକୁ ପାଇଲି ନାହିଁ। କିନ୍ତୁ ସେହି ସମୟରେ ମୋତେ ଲାଗିଲା ଯେପରି କେହି ମୋତେ କୁଣ୍ଡାଇ ହେଉଥିବା ସମୟରେ ଦେଖୁଛି। ମୁଁ ସେ କଥାରେ ଅଧିକ ଧ୍ୟାନ ଦେଇନଥିଲି ଏବଂ ମୋର ପୁରୁଣା କାହାଣୀ ବିଷୟରେ ଭାବି ମୁଁ ଅଧଘଣ୍ଟା ପର୍ଯ୍ୟନ୍ତ କୁଣ୍ଡାଇଲି ଏବଂ ଯେତେବେଳେ ମୁଁ ହାଲିଆ ହୋଇଗଲି ମୁଁ ପ୍ୟାଣ୍ଟ ନ ପିନ୍ଧି ଶୋଇଗଲି। ପରଦିନ ସକାଳେ ମୋ ମା ଡାକିଲେ, ନିଶା ବେଟା ଉଠିପଡ଼, ସକାଳ 7 ବାଜିଗଲାଣି। ଆଜି ତୁମକୁ କଲେଜ ଯିବାକୁ ପଡ଼ିବ ନାହିଁ କି? ତାଙ୍କ ସ୍ୱର ଶୁଣି ହଠାତ୍ ମୋର ଆଖି ଖୋଲିଗଲା ଏବଂ ମୁଁ ଉଠି ସିଧା ବାଥରୁମକୁ ଗଲି। ତାପରେ ପୁଣି ଥରେ ମୋ ଆଖି ସାମ୍ନାରେ ସେହି ଦୃଶ୍ୟ ଆସିବାକୁ ଲାଗିଲା। ମୁଁ ଏସବୁ ବିଷୟରେ ଭାବିବା ମାତ୍ରେ କୁଣ୍ଡାଇ ହେବା ଆରମ୍ଭ ହୋଇଗଲା। ଏଥର ମୁଁ ହାତ ସାୱାର ସାହାଯ୍ୟରେ କୁଣ୍ଡାଇବା କାମ କଲି ଏବଂ ତାପରେ ମୁଁ ଭଲ ଅନୁଭବ କଲି। କୌଣସି ପ୍ରକାରେ ମୁଁ କଲେଜ ଯିବାକୁ ପ୍ରସ୍ତୁତ ହୋଇ ମୋର ଡ୍ରେସ୍ ପିନ୍ଧି ବାହାରକୁ ଆସିଲି। ତାପରେ ମୁଁ ଡାଇନିଂ ଟେବୁଲରେ ପାପାଙ୍କୁ ଭେଟିଲି। ମୁଁ ପ୍ରତିଦିନ ସକାଳେ ପାପାଙ୍କୁ ଶୁଭ ସକାଳ କାମନା କରୁଥିଲି। ତେଣୁ ସେହିଦିନ ମଧ୍ୟ ମୁଁ ପାପାଙ୍କୁ ସମାନ ଭାବରେ ଶୁଭ କାମନା ଜଣାଇ ମୁଁ ତାଙ୍କ ପାଖରେ ଥିବା ଚେୟାରରେ ବସି ଜଳଖିଆ ଖାଇବା ଆରମ୍ଭ କଲି। ମୋ କଲେଜ ବସ୍ ଟିକେ ସମୟ ପରେ ଆସିବାର ଥିଲା। ତେଣୁ ମୁଁ ଶୀଘ୍ର ଖାଦ୍ୟ ଖାଇ ବାହାରକୁ ଆସି ଠିଆ ହେଲି। କିନ୍ତୁ ଆଜି ମୋ ବାପାଙ୍କୁ ଛାଡ଼ିବାକୁ ଇଚ୍ଛା କରିନଥିଲି। କିଛି ଭାବିବା ପରେ ମୁଁ ଘର ଭିତରକୁ ଆସି ଏକ ବାହାନା କଲି ଯେ ମୋ କଲେଜ ବସ୍ ଚାଲିଗଲା। ଯେତେବେଳେ ମୁଁ ମୋ ବସ୍ ହରାଇଲି ପାପା ମୋତେ ସ୍କୁଲକୁ ଛାଡ଼ି ନେଉଥିଲେ। ଏହା ଶୁଣି ମମି କହିଲେ, ନିଶା, ତୁମ ବାପାଙ୍କୁ କୁହ ଯେ ସେ ତୁମକୁ ସ୍କୁଲକୁ ଛାଡ଼ି ନେବେ। ମୁଁ ଖୁସିରେ ବାପାଙ୍କ ରୁମକୁ ଗଲି ଏବଂ ତାଙ୍କୁ ସବୁ କିଛି କହିଲି। ତାପରେ ସେ ମୋତେ କଲେଜକୁ ଛାଡ଼ିବାକୁ ରାଜି ହେଲେ। ମୁଁ କହିଲି, ପାପା ଶୀଘ୍ର ପ୍ରସ୍ତୁତ ହୁଅ, ମୋର ଡେରି ହେଉଛି। ତାପରେ ପାପା କହିଲେ, ତୁମେ ସ୍କୁଟି ବାହାର କର, ସେ ପର୍ଯ୍ୟନ୍ତ ମୁଁ ସାର୍ଟ ପିନ୍ଧି ଆସିବି। ମୁଁ ଶୀଘ୍ର ସ୍କୁଟି ବାହାର କରି ବାହାରେ ଠିଆ ହୋଇ ପାପାଙ୍କ ପାଇଁ ଅପେକ୍ଷା କରିବାକୁ ଲାଗିଲି। ପାପା ସାଧାରଣତଃ ମୋତେ କାରରେ କଲେଜ ଛାଡ଼ି ନେଉଥିଲେ କିନ୍ତୁ ସେହିଦିନ ମୋର ଜିଦ ଯୋଗୁଁ ସେ ମୋତେ ସ୍କୁଟିରେ ନେଇଯାଉଥିଲେ। ବନ୍ଧୁମାନେ, ଏପର୍ଯ୍ୟନ୍ତ ମୋର ଯୋଜନା ସଫଳ ହୋଇଥିଲା କିନ୍ତୁ ପରବର୍ତ୍ତୀ ଯୋଜନାରେ ଟିକେ ବିପଦ ଥିଲା। କିନ୍ତୁ ମୁଁ ନିଶ୍ଚିତ ଥିଲି ଯେ କୌଣସି ପ୍ରକାରେ ତାହା ମଧ୍ୟ ସଫଳ ହେବ। ମୁଁ ତାଙ୍କ ପଛରେ ବସିଲି ଏବଂ ତାପରେ ଆମେ କଲେଜ ଆଡ଼କୁ ଚାଲିଗଲୁ। ଘର ଏବଂ କଲେଜ ମଧ୍ୟରେ ଦୂରତା ପ୍ରାୟ 10 କିଲୋମିଟର ଥିଲା। ଘରୁ କଲେଜକୁ ଯିବାର ରାସ୍ତା ଲମ୍ବା ଥିଲା ଏବଂ ସକାଳ ସମୟ ଥିଲା, ତେଣୁ ରାସ୍ତା ସମ୍ପୂର୍ଣ୍ଣ ନିର୍ଜନ ଥିଲା। ଯେତେବେଳେ ଆମେ ଘରୁ 5 କିଲୋମିଟର ଦୂରରେ ଆସିଲୁ ମୁଁ ବାପାଙ୍କୁ କହିଲି, ଏବେ ଯଦି ମୁଁ ସ୍କୁଟି ଚଲାଇବି ତେବେ ଦୁର୍ଘଟଣାର କୌଣସି ଆଶଙ୍କା ନାହିଁ। ବାପା ଚିନ୍ତିତ ହୋଇ କହିଲେ, ହଁ ଠିକ ଅଛି। କିନ୍ତୁ ମୁଁ ହ୍ୟାଣ୍ଡେଲ ଧରିଲି। ଏବେ ମୁଁ ମୋର ଯୋଜନା ସଫଳ ହେଉଥିବା ଦେଖିପାରୁଥିଲି। ମୁଁ ତାଙ୍କ କଥାରେ ରାଜି ହୋଇଗଲି। ପାପା ଗାଡ଼ିକୁ ପାର୍ଶ୍ୱରେ ଅଟକାଇଲେ ଏବଂ ମୋତେ ତାଙ୍କ ସମ୍ମୁଖରେ ବସାଇଲେ। ଆଉ ସେ ତାଙ୍କ 2 ହାତ ମୋ କାଖ ତଳେ ରଖି ହ୍ୟାଣ୍ଡେଲ ଧରି ସ୍କୁଟରକୁ ଧୀରେ ଧୀରେ ଚଳାଇବାକୁ ଲାଗିଲେ। କିନ୍ତୁ ଏବେ ମୋର ଧ୍ୟାନ ସ୍କୁଟର ଚଲାଇବା ଉପରେ ନଥିଲା କାରଣ ମୋର ଉଦ୍ଦେଶ୍ୟ ଅନ୍ୟ କିଛି ଥିଲା। ଏହିପରି ମଜା କରିବା ସମୟରେ ମୁଁ କଲେଜରେ ପହଞ୍ଚିଲି ଏବଂ କଲେଜରେ ପହଞ୍ଚିବା ମାତ୍ରେ ମୁଁ ପୁଣି ପାପାଙ୍କୁ ଶୁଭେଚ୍ଛା ଜଣାଇଲି। ମୋର ଏହି ସବୁ କାର୍ଯ୍ୟକଳାପ ଦେଖି ପାପା ଟିକେ ବିରକ୍ତ ହୋଇଗଲେ କାରଣ ଏହା ପୂର୍ବରୁ ମୁଁ କେବେ ଏପରି କିଛି କରିନଥିଲି। ମୋତେ କଲେଜରେ ଛାଡ଼ିବା ପରେ ପାପା ଘରକୁ ଫେରିଗଲେ। କଲେଜରେ ପହଞ୍ଚିବା ପରେ ମଧ୍ୟ ମୋ ମନରେ ସମାନ କଥା ଚାଲିଥିଲା। ଏବେ ମୋତେ ବାପାଙ୍କ ସହ ଗାଡ଼ିରେ ବସିବାକୁ ଇଚ୍ଛା ହେଉଥିଲା। ମୁଁ ଜାଣି ନାହିଁ ମୋ ସହିତ କଣ ହୋଇଛି। ମୋ ଭିତରେ ଏପରିକି ଝଡ଼ ଉଠୁଥିଲା ଯେ ମୁଁ ବାପାଙ୍କ ସହିତ ଏସବୁ କରିବାକୁ ଭାବିବାକୁ ଲାଗିଲି। ତାପରେ ମୁଁ ମୋର ଇଚ୍ଛା ଏବଂ ମନରେ ଝଡ଼ ନେଇ ଘରେ ପହଞ୍ଚିଲି। ସେତେବେଳେ ପ୍ରାୟ 2ଟା ବାଜିଥିଲା ଏବଂ ଘରେ ମୋ ଜେଜେବାପାଙ୍କ ବ୍ୟତୀତ
केही नथिले। मम्मी कौनसी स्थानकु चली जाइथिले एवं पापा तांको ऑफिसरे थिले। कॉलेजरु आसिबा परे मु वाशरूमकु गली एवं फ्रेश होई बाहरकु आसिली। मु बहुत क्लांत थिली, तेणु मु चुपचाप बिछणारे सोई पड़िली। आउ मु केतेबेले सोई पड़िली जानि पारिली नाही। जेतेबेले मु उठिली संध्या 5टा बाजिगला। तापरे मु गाधोइली एवं पोशाक पिंधिली। मु सेही दिन भिन्न देखा जाउथिबा पोशाक पिंधिथिली। एबे पापांको आसिबार समय होइगला, किंतु मम्मींको विषयरे कौनसी सूचना नथिला। संध्या 7टारे केही जणे डोरबेल बाजिला। मु दौड़ी जाई द्वार खोलिली। मु जानिथिली जे पापांको आसिबार समय। मु द्वार खोलिबा मात्रे पापा मो आड़कु चाहिले। से हसी कहिले, झियो आजी तुमे बहुत स्मार्ट देखा जाउछ। एहा सुनी मु बहुत खुशी हेली, कारण एबे मोर योजना सफलतार पथरे जाउथिला। घर भितरकु आसिबा परे बापा फ्रेश हेबा पई तांको रूमकु गले। बापा ऑफिसरु आसिबा परे तुरंत चाहा पीथांती, तेणु मु चा तयारी करिबाकू रोसेई घरकु गली। किछि समय परे पापा मध्य फ्रेश हेबा परे रोसेई घरकु आसिले एवं सेठारे ठिया होई से विषयरे कथाबार्ता करिबाकू लागिले। मु पछकु फेरी बापांकु चाहिली, तांको आखि अन्य कौनसी स्थानरे थिला। एबे मोते लागिला जे मोर इच्छा पूरण हेबो एवं मु सेठारे सेही परि ठिया होई रहिली। चाहा प्रस्तुत थिला, तेणु मु पापांकु चाहा देई बाथरूमकु जाई निजकु शांत करिबाकू लागिली। बाथरूमरु बाहरकु आसिबा मात्रे देखिली जे मा आसिछंती। एही समयरे तांकु घरे देखि मु बहुत रागी गली, कारण मोर इच्छा पूरण हेबाकू थिला, किंतु एबे तांको आसिबा परे एपरि किछि संभव हेबो नाही। मोते बापांकु मोर इच्छा जणाइबाकू पड़िला, जाहा मु मांको सामनारे करि परिबि नाही। मा आसिबा परे पापा मध्य टिके दुखित होई गले, कारण से पूर्वरु किछि करू नथिले किंबा तांकु किछि करिबाकू देउ नथिले। मा खाद्य रांधिथिले एवं आमे समस्ते एकाठी बसी खाइलु। खाइबा परे बापा मते कहिले, निशा चाल टिके बुलिबाकू जिबा। बापा मते घर बाहरकू नेई गेले। बाहरकू आसिबा परे तांकर मनोभाव बदली गला एवं से मते कहिले, चाल झियो आजी आमे एक सिनेमा देखिबा। अनेक दिन हेला आमे बापा एवं झियो एमिति समय पाई नथिलु। तापरे मु बापांको प्रति एते भल पाइबा अनुभव कली जे से मो सहित एका रहिबाकू एते चेष्टा करूछंती। जाहा हेउ, तापरे आमे आम स्कूटीरे एवं रास्तारे मम्मी नामक एक सिनेमा हॉल रे पहुंचिलु जे आमे दुहे एक सिनेमा देखिबाकू जाउछु। सिनेमा हॉल रे एक पुराना सिनेमा चालुथिबारु बहुत भीड़ नथिला। समग्र हॉल रे प्राय 50 रु 60 जन लोक थिले। एबे मु मो बापांको बुझामणा देखि बहुत खुशी हेली। जदि से चाहिथान्ते तेबे से एक नूतन सिनेमा देखिबाकू जाई पारिथान्ते, किंतु सेठारे बहुत भीड़ होइथान्ता एवं आमे दुहे भल समय बिताई नथान्तु। बापा सबुठारु महंगा टिकेट किनिले एवं तापरे आमे बाल्कनी रे बसिलु। सेतेबेले सबु किछि मो इच्छा अनुसारे चलिथिला। आम व्यतीत जणे स्वामी स्त्री दंपति बाल्कनी रे बसिथिले एवं सेमाने मध्य आग सीट रे बसिथिले। एबे आमे दुहे आहुरी आरामदायक अनुभव कलु। किछि समय परे सिनेमा आरंभ हेला, किंतु सत कहिबाकू गले मोर ध्यान सिनेमा उपरे नथिला। मोर संपूर्ण ध्यान पापांको उपरे थिला एवं से मध्य मो आड़को एक दृष्टिरे देखुथिले। एबे केवल किए आरंभ करिबो ताहा उपरे निर्भर करुथिली। मु पापांको सहित रहिबाकू इच्छा करिथिली एवं सेही मुहूर्तरे मोते लागिला जेपरि कौनसी पोक मो गोड़कू कामुड़ी देइछि। मु तुरंत ठिया होई गली। पापा भयभीत होई पचारिले, कौन हेला झियो? मु तांको कहिली जे मते लागुछि जेपरि कौनसी पोक मो गोड़कू कामुड़ी देइछि। पापा कहिले, ठीक अछि, गर नाही, किछि हेबो नाही। जदि एथर कौनसी कीटो तुमकू कामुड़ी थाए तेबे तुमे मो सीट को आसिबो, मु तुम सीट को जीबी। तांको कथा सुनी मु बसीगली एवं तापरे 4-5 मिनिट परे मु पुणी देई पड़ी ठिया होईगली, किंतु एथर केही मते कामुड़ी नथिले। बरं मु जानी सुनी सेठारे ठिया होईथिली। मते एपरि देखि बापा हसी कहिले, निशा तुमे मो सीट पाखकू आस। मु कहिली, नाही बापा, जेपरि सेही कीट मते कामुड़ीछि सेपरि से तुमकू कामुड़िबो। तापरे बापा कहिले, ठीक अछि, तेबे तुमे गोटिए काम कर, तुमे मध्य मो सीट पाखकू आस। मु एसबु पाई पूर्वरु प्रस्तुत थिली एवं बापा एहा कहिबा मात्रे मु तांको पाखरे बसी स्क्रीन को देखिबाकू लागिली। मु तांको पाखरे बसिथिली। मु जणे छोट झियो परी देखा जाउथिली
ଏବଂ ଯାହା ହେଉ ମୁଁ ସେତେ ବୟସ୍କ ମଧ୍ୟ ନଥିଲି। କିଛି ସମୟ ପରେ ବାପା ମୋତେ ଟଙ୍କା ଦେଲେ ଏବଂ କହିଲେ, ଖାଦ୍ୟ କାଉଣ୍ଟରରୁ କିଛି ଖାଇବାକୁ ଆଣ। ମୁଁ ବାହାରକୁ ଯାଇ ବହୁତ ଖାଦ୍ୟ ସାମଗ୍ରୀ କିଣିଲି। ମୁଁ ଫେରିବା ବେଳକୁ ସିନେମା ଆରମ୍ଭ ହୋଇଯାଇଥିଲା। ମୁଁ ପାପାଙ୍କ ପାଖରେ ବସି କହିଲି, ପାପା, ମୁଁ ତୁମ ସହିତ ସିନେମା ଦେଖିବାରେ ବହୁତ ଭଲ ଲାଗୁଛି। ବାପା କହିଲେ, ଝିଅ ଟିକିଏ ଉଠ, ମୁଁ ସେ ପର୍ଯ୍ୟନ୍ତ ନିଜକୁ ଟିକେ ଫ୍ରି କରିବି। ଏବେ ମୁଁ ଅନ୍ଧାରରେ କିଛି ଦେଖିପାରିଲି ନାହିଁ ଏବଂ ତାପରେ ଯେତେବେଳେ ସେ ମୋତେ ବସିବାକୁ କହିଲେ, ମୁଁ ତାଙ୍କ ପାଖରେ ବସିଗଲି। କିଛି ସମୟ ପରେ ମୁଁ ଅନୁଭବ କଲି ଯେ ମୋ ମନରେ ଯାହା ଚାଲିଛି ତାହା ବାପାଙ୍କ ମନରେ ମଧ୍ୟ ଚାଲିଛି, କିନ୍ତୁ ସେ କିଛି କହୁନଥିଲେ। ତାପରେ ବାଧ୍ୟ ହୋଇ ମୁଁ ପାପାଙ୍କୁ ଇସାରା କଲି ଏବଂ ପାପା ମୋର ଇସାରା ବୁଝିପାରିଲେ ଏବଂ ମା ଯେପରି ପାପାଙ୍କୁ ସମର୍ଥନ କରନ୍ତି, ସେହିପରି ଆଜି ମୁଁ ତାଙ୍କୁ ସମର୍ଥନ କଲି। ଆମେ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ସେଠାରେ ଉପଭୋଗ କଲୁ। ଏବେ ଆମେ ଦୁହେଁ ବହୁତ ଶାନ୍ତ ଏବଂ ବହୁତ କ୍ଳାନ୍ତ ଥିଲୁ। ତାପରେ 2 ଘଣ୍ଟା ପରେ ସିନେମା ଶେଷ ହେଲା ଏବଂ ଲାଇଟ୍ ଜଳିବା ମାତ୍ରେ ମୁଁ ନିଜକୁ ସଜାଡ଼ିଲି। ସମସ୍ତେ ଫେରିବା ପରେ ଆମେ ଦୁହେଁ ମଧ୍ୟ ହଲ୍ ବାହାରକୁ ଆସିଲୁ।